ମଣିଷ ଯେତେବେଳେ ଦୁଇ ପାଦ ଆଗକୁ ବଢିଥାଏ ଭାଇମାନେ ତା ପଛରୁ ଅନେକ ଲାଗିଥାନ୍ତି ଗୋଡ଼ ଟାଣିବା ପାଇଁ। ଆଜି ମୋ ସହିତ ଏମିତି କିଛି ଘଟିଯାଇଛି ଭାଇମାନେ ମୋ ୟୁଟ୍ୟୁବ ଚ୍ୟାନେଲକୁ ନେଇକି। ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ ଭାଇମାନେ। ମୁଁ ଦୀର୍ଘ 1.5ରୁ 2 ବର୍ଷ ହେଲା ମୁଁ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲି। ଆଉ ୟୁଟ୍ୟୁବରେ ବି ମୋତେ ବିଶେଷ ଜ୍ଞାନ ନଥିଲା। ମୁଁ ୟୁଟ୍ୟୁବ ଦେଖି ଦେଖି ହିଁ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲି। ଆଉ ଯେତେବେଳେ ଗୋଟେ ୟୁଟ୍ୟୁବ ଚ୍ୟାନେଲ ଖୋଲିଲି ମୁଁ ବି ଟିକେ ଧନ୍ଦାରେ ପଡ଼ିଯାଇଥିଲି ଯେ ମୁଁ କ'ଣ କେଉଁ ପ୍ରକାର ଭିଡ଼ିଓ ଗୁଡ଼ାକ ଅପଲୋଡ଼ କରିବି। ମୁଁ ଯେତେବେଳେ ୟୁଟ୍ୟୁବ ଯାଇକି ଦେଖେ ସେଥିମଧ୍ୟରୁ କମେଡ଼ି ଭିଡ଼ିଓ ବା ଡ୍ୟାନ୍ସ ଭିଡ଼ିଓ ବା ରୋଷ୍ଟିଂ ଭିଡ଼ିଓ ଗୁଡ଼ାକର ଭ୍ୟୁ ଅଧିକ ଯାଇଥାଏ। ହେଲେ ମୁଁ ଭାବିଲି ସେ ମଧ୍ୟରୁ କୌଣସି ଗୋଟିଏ କାମ ବି ମୋ ଦ୍ୱାରା ହେଇପାରିବ ନାହିଁ। ଯେମିତି ସମସ୍ତେ ୟୁଟ୍ୟୁବରେ ପଇସା କମେଇବା ଆରମ୍ଭ କଲେ, ଆଉ ମୋର ବି ଟିକେ ଇଚ୍ଛା ଥିଲା। ମୁଁ ବି ଭାବୁଥିଲି ଗାଡ଼ି ଚଲେଇବା ସହିତ ୟୁଟ୍ୟୁବରୁ କିଛି କିଛି ପଇସା କମେଇଲେ ଭଲ ହେବ ମୋ ପାଇଁ। ସେଥିପାଇଁ ଗୋଟେ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲି। ହେଲେ କ'ଣ ଭିଡ଼ିଓ ଅପଲୋଡ଼ କରିବି ଆଉ ମୁଁ ଜାଣିପାରୁନଥିଲି। ଆଉ ଏମିତି ମଝିରେ ମଝିରେ ଗୋଟେ ଗୋଟେ ଭିଡ଼ିଓ ବି ଅପଲୋଡ଼ କରେ। ଆଉ ବର୍ତ୍ତମାନ 6 ମାସ ପୂର୍ବରୁ ମୋ ୟୁଟ୍ୟୁବ ଚ୍ୟାନେଲରେ ଗୋଟେ ଷ୍ଟ୍ରାଇକ୍ ଆସିଥିଲା। ଆଉ ସପ୍ତାହଟେ ଯାଏଁ ମୁଁ ଭିଡ଼ିଓ ଅପଲୋଡ଼ କରିପାରିନଥିଲି। ବର୍ତ୍ତମାନ କାଲି ରାତିରେ ମେଲ୍ ଆସିଥିଲା ପୁଣି ଭିଡ଼ିଓ 2ଟି ଡିଲିଟ୍ କରିବା ପାଇଁ। ଆଉ ମୁଁ ଯେତେବେଳେ ପ୍ରଥମ ଥର ୟୁଟ୍ୟୁବ ଚ୍ୟାନେଲ ଯେତେବେଳେ ଖୋଲି ଦେଇଥିଲି କିଛି ନା କିଛି ତ ଭିଡ଼ିଓ ଅପଲୋଡ଼ କରିବା ପାଇଁ ହିଁ ପଡ଼ିବ, କାମ କରିବା ପାଇଁ ପଡ଼ିବ। ମୁଁ ତାପରେ ଭାବିଲି ଡେଲି ବ୍ଲଗ୍ ଗୋଟେ ଗୋଟେ ବନେଇବି। ତାପରେ ଭାବିଲି ମୋ ଗାଡ଼ି ତ ଭାଇମାନେ ମୁଁ ଲୋକାଲ ମାଇନ୍ସରେ ଚଲାଉଛି। ମୋ ଗାଡ଼ି ବହୁତ ବାଟ ବି ଯାଉନି, ଏଇ 2 କିଲୋମିଟର 3 କିଲୋମିଟର ଭିତରେ ହିଁ ରନିଂ କରେ। ଆଉ ମୁଁ ଭାବିଲି ଯଦି ବ୍ଲଗ୍ ଭିଡ଼ିଓ ଯଦି ବନାଏ ତାହେଲେ ସବୁଦିନ ସେ ଗୋଟିଏ ଜାଗା ଗୋଟିଏ ପରିବେଶ ହିଁ ଦେଖିବାକୁ ପାଇପାରିବେ। ଆଉ ଆପଣମାନଙ୍କୁ କି ବିରକ୍ତି ଲାଗିବ। ଭାଇମାନେ ଯେତେବେଳେ ମୁଁ ପ୍ରଥମ ଭିଡ଼ିଓ ଅପଲୋଡ଼ କରିଥିଲି ହାଇୱା ଡ୍ରାଇଭିଂ 1 ଉପରେ, ଆଉ ସେ ଭିଡ଼ିଓରେ ଏତେ ଭ୍ୟୁ ଯାଇଥିଲା 2 ଦିନ ଭିତରେ, ମାନେ 15K, ମାନେ 15,000 ଜଣ ଲୋକ 2 ଦିନ ଭିତରେ ଦେଖିଲେଣି। ଆଉ ସେତେବେଳେ ମୋର ସବସ୍କ୍ରାଇବର ଥିଲା ମାତ୍ର 4ରୁ 5 ଜଣ। ଆଉ ବହୁତ ପ୍ରଶଂସା ମିଳିଥିଲା। ଆଉ ସେ ପ୍ରଥମ ଭିଡ଼ିଓରେ ମୋତେ ଉତ୍ସାହିତ ମିଳିଥିଲା ଯେ ମୁଁ ଭାବିଲି ଡ୍ରାଇଭିଂ ଉପରେ ହିଁ ଭିଡ଼ିଓ ଗୁଡ଼ାକ ବନେଇ। ଆଉ ସେଦିନଠାରୁ ଏପରି କାର୍ଯ୍ୟ ମୋର ଜାରି ରହିଛି। ଆଗକୁ ମଧ୍ୟ ଏମିତି ଭିଡ଼ିଓ ଆସିବ ଟ୍ରକ୍ ଡ୍ରାଇଭିଂ ଉପରେ। ଆଉ ଯେଉଁ ଭାଇମାନେ ବି ଟ୍ରକ୍ ଡ୍ରାଇଭିଂ ଶିଖିବା ପାଇଁ ବା ଜାଣିବା ପାଇଁ କିଛି କିଛି ଚାହୁଁଛନ୍ତି ତାହେଲେ ମୋ ଚ୍ୟାନେଲକୁ ନିଶ୍ଚୟ ଭାବରେ ଏକ ସପୋର୍ଟ କରନ୍ତୁ। ଆଉ ଭିଡ଼ିଓଟି ପସନ୍ଦ ଆସିଥିଲେ ନିଶ୍ଚୟ ଲାଇକ୍ କରନ୍ତୁ। ଆଉ ସବୁଦିନ ତ ଗୋଟେ ଗୋଟେ ଭିଡ଼ିଓ ଅପଲୋଡ଼ କରିବା ସମ୍ଭବ ନୁହେଁ। ଡ୍ୟୁଟି ଅଛି, ଡ୍ୟୁଟିରୁ ପୁଣି ସମୟ ବାହାର କରିକି ଭିଡ଼ିଓ ସୁଟ୍ କରିବା, ପୁଣି ଏଡ଼ିଟିଂ କରିବା। ଯେତେବେଳେ ସମୟ ହେବ ଗୋଟେ ଗୋଟେ ଭିଡ଼ିଓ ଅପଲୋଡ଼ କରିଦିଏ। ଆଉ ଗୋଟେ ଭାଇଙ୍କର ସବସ୍କ୍ରାଇବର ଭାଇଙ୍କର ଗୋଟେ ଅନୁରୋଧ ଥିଲା ଯେ ଭାଇ 12 ଚକିଆ ସିଗ୍ନା ଗାଡ଼ିର ଡ୍ରାଇଭିଂ ଉପରେ କିଛି ଆଣନ୍ତୁ। ଆଉ ଯେହେତୁ ମୋ ପାଖରେ 12 ଚକିଆ ସିଗ୍ନା ଗାଡ଼ି ନଥିଲା, ମୁଁ ଗୋଟେ ହିନ୍ଦୀ ଚ୍ୟାନେଲରୁ ଗୋଟେ ଭିଡ଼ିଓ ଡାଉନଲୋଡ଼ କରିକି ତାକୁ ଏଡ଼ିଟିଂ କରିକି ତା ହିନ୍ଦୀ ଭଏସ୍ଟା କାଟିକି ମୁଁ କହିକି ସେ ଭିଡ଼ିଓଟି ମୁଁ ଅପଲୋଡ଼ କରିଥିଲି ସେ ଭାଇଙ୍କ ପାଇଁ। ଆଉ ସେ ଭିଡ଼ିଓରେ ମୋର ବର୍ତ୍ତମାନ ଷ୍ଟ୍ରାଇକ୍ ଆସିଯାଇଥିଲା। ଆଉ ଗୋଟେ ଭିଡ଼ିଓ ବି କରିଥିଲି, ବର୍ତ୍ତମାନ ଡିଲିଟ୍ ପାଇଁ ମେସେଜ ଆସିଛି। ଆଉ ମୁଁ କହିବା କଥା ଭାଇ, ଯେଉଁ ଭିଡ଼ିଓ ବି ମୁଁ ୟୁଟ୍ୟୁବରୁ ଯେଉଁ ଉଠେଇକି ଆଣିକି ଯେଉଁ ଭିଡ଼ିଓ ପକାଇଥିଲି ଅପଲୋଡ଼ କରିଥିଲି ସେଥିରେ ମୁଁ ବି ମଧ୍ୟ ପରିଶ୍ରମ କରିଛି, ଏଡ଼ିଟିଂ କରିଛି, ମୋ ନିଜ ଭଏସ୍ ଓଭର ଦେଇଛି। ଆଉ ଯିଏ ବର୍ତ୍ତମାନ ଯେଉଁ ଚ୍ୟାନେଲରୁ ମୁଁ ଭିଡ଼ିଓଟି ଉଠେଇଥିଲି ସିଏ ବି ତାଙ୍କର ନିଜସ୍ୱ ଭିଡ଼ିଓ ନୁହେଁ। ଆଉ ଗୋଟେ ହିନ୍ଦୀ ଚ୍ୟାନେଲର ତାଙ୍କ ନାଁ ହେଉଛି ରାହୁଲ ଉଲ୍ଲମ, ଆପଣମାନେ ବି ଜାଣିଥିବେ। ଆଉ ମୁଁ ବି ତାଙ୍କର ବହୁତ ଦିନରୁ ଜଣେ ସବସ୍କ୍ରାଇବର, 2 ବର୍ଷ ହେଲା ମୁଁ ତାଙ୍କୁ ଆଗରୁ ସବସ୍କ୍ରାଇବ୍ କରିଥିଲି। ଆଉ ତାଙ୍କ ଭିଡ଼ିଓ ଗୁଡ଼ା ବି ଡ୍ରାଇଭିଂ ଉପରେ ମୋତେ ଟିକେ ଭଲ ଲାଗେ। ଆଉ ସେଇ ତାଙ୍କରି ଭିଡ଼ିଓ ମୁଁ ଗୋଟେ ପକାଇ ଦେଇଥିଲି। ଆଉ ଯେହେତୁ ମୋ ଚ୍ୟାନେଲ ସେତେବେଳେ ଏତେ ଗ୍ରୋ ହେଇନଥିଲା, ମାତ୍ର 4-5 ଜଣ ସବସ୍କ୍ରାଇବର ଥିଲେ, ଆଉ ସେତେବେଳେ ପକାଇଥିଲି। ଏବେ ଯେତେବେଳେ ମୋର ମନିଟାଇଜ ହେବା ଉପରେ ଆସିଲାଣି, ଆଉ ଯେତିକି ୱାଚ୍ ଟାଇମ୍ ଚାଲିବା କଥା ବି କମ୍ପ୍ଲିଟ୍ ହେଇଯାଇଥିଲା। ଆଉ ଯେତେବେଳେ ମେଲ୍ ଆସିଲା ମୁଁ ବି ଡିଲିଟ୍ କରିଦେଇଥିଲି ଟିକେ ଚିନ୍ତାରେ। ଡିଲିଟ୍ ନକରି ପୁଣି ଯଦି କାଳେ ଷ୍ଟ୍ରାଇକ୍ ପଡ଼ିଯିବ ପୁଣି ଅସୁବିଧା ହେବ, ଆଉ ସେଥିପାଇଁ ଡିଲିଟ୍ କରିଥିଲି। ଆଉ ମୁଁ ଗୋଟେ କଥା କହିବି ଭାଇମାନେ, ଯେଉଁମାନେ ବି ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି କେବେ ବି କୌଣସି ବଡ଼ ୟୁଟ୍ୟୁବରର ଭିଡ଼ିଓ କେବେ ବି ପକାନ୍ତୁ ନାହିଁ। ସେମିତି ଚ୍ୟାନେଲ ପଛେ 1 ବର୍ଷ ପରେ ନ ହଉ, ପଛେ 2 ବର୍ଷ ପରେ ମନିଟାଇଜ ହଉ, କିଛି ଅସୁବିଧା ନାହିଁ। ଆଉ ଆଜିଠୁ ଏକ ଶିକ୍ଷା ପାଇଲି, ନିଜ ବୁଦ୍ଧିରେ ପଛେ ଘାସ କାଟିବି, ପର ବୁଦ୍ଧିରେ ଘୋଡ଼ା ଚଢ଼ିବି ନାହିଁ।